ସମସ୍ତଙ୍କୁ ମୋର ଆନନ୍ଦିତ ଜୟଗୁରୁ। ଯଦି ପରୀକ୍ଷକ ସାଜି ଅହଙ୍କାର ନେଇ ସଦ୍ଗୁରୁ କିମ୍ବା ପ୍ରେମୀ ସାଧୁଗୁରୁଙ୍କୁ ପରୀକ୍ଷା କରିବାକୁ ଯାଅ, ତେବେ ତୁମେ ତାଙ୍କଠି କେବଳ ତୁମକୁ ହିଁ ଦେଖିବ, ଠକି ଆସିବ। ଶ୍ରୀ ଠାକୁରଙ୍କ ମତରେ ଜଣେ ସଦ୍ଗୁରୁ ବା ପ୍ରେମୀ ସାଧୁ ସମ୍ପୂର୍ଣ୍ଣ ଭାବେ ଅହଙ୍କାର ଶୂନ୍ୟ ଏବଂ ଏକ ନିର୍ମଳ ଦର୍ପଣ ସଦୃଶ। ଆପଣ ଯଦି ସେହି ଦର୍ପଣ ସାମ୍ନାକୁ ଅହଙ୍କାର, ସନ୍ଦେହ ବା ପରୀକ୍ଷା କରିବାର ମନୋଭାବ ନେଇ ଯିବେ, ତେବେ ଗୁରୁଙ୍କ ମଧ୍ୟରେ ଆପଣଙ୍କୁ ନିଜର ସେହି ଅହଙ୍କାର ଓ ସନ୍ଦେହ ହିଁ ପ୍ରତିଫଳିତ ହୋଇ ଦେଖାଯିବ। ସେଠାରେ ଆପଣ ଗୁରୁଙ୍କ ପ୍ରକୃତ ସ୍ୱରୂପ ବା ତାଙ୍କର ଅମୃତମୟ ପ୍ରେମକୁ ଦେଖିପାରିବେ ନାହିଁ, ବରଂ ନିଜ ମନର ବିକାରକୁ ହିଁ ଦେଖିବେ। ଠାକୁର କହିଛନ୍ତି, ଗୁରୁଙ୍କ ଜାଣିବା ପାଇଁ ବା ତାଙ୍କଠାରୁ କିଛି ପାଇବା ପାଇଁ ଯାଜନ ଓ ଶରଣାଗତିର ଆବଶ୍ୟକ ରହିଛି। ଯେତେବେଳେ ଜଣେ ବ୍ୟକ୍ତି ନିଜକୁ ବଡ଼ ବା ପରୀକ୍ଷକ ବୋଲି ଭାବି ଗୁରୁଙ୍କ ପାଖକୁ ଯାଏ, ସେତେବେଳେ ତାର ମନ ଅହଙ୍କାରରେ ଭରି ରହେ। ଏଭଳି ଅଭିମାନୀ ମନରେ ସଦ୍ଗୁରୁଙ୍କ ସତ୍ୟ ଜ୍ଞାନ ପ୍ରବେଶ କରିପାରେ ନାହିଁ। ଯିଏ ପରୀକ୍ଷା କରିବାକୁ ଯାଏ, ସେ ଗୁରୁଙ୍କ ଭିତରେ କେବଳ ଦୋଷ ତ୍ରୁଟି ଖୋଜିବାର ନିଜର ଶକ୍ତି ନଷ୍ଟ କରେ। ଗୁରୁ ତାର ଅହଙ୍କାରକୁ କୌଣସି ପ୍ରଶ୍ରୟ ଦିଅନ୍ତି ନାହିଁ। ଫଳରେ ସେହି ବ୍ୟକ୍ତି ଜଣକ ଗୁରୁଙ୍କ ପାଖରୁ କୌଣସି ଶାନ୍ତି ବା ଆନନ୍ଦ ପାଇପାରେ ନାହିଁ ଏବଂ ନିଜର ମୂର୍ଖତା ଯୋଗୁଁ ନିଜେ ହିଁ ପ୍ରତାରିତ ହୋଇ ଖାଲି ହାତରେ ଫେରିଆସେ। ଗୁରୁଙ୍କୁ ବୁଦ୍ଧି ବା ତର୍କ ଦ୍ୱାରା ପରୀକ୍ଷା କରାଯାଏ ନାହିଁ, ବରଂ ଭକ୍ତି, ପ୍ରୀତି ଏବଂ ଆତ୍ମସମର୍ପଣ ଦ୍ୱାରା ହିଁ ତାଙ୍କୁ ଅନୁଭବ କରାଯାଇପାରେ। ଉଦାହରଣଟିଏ ଦେଖିବା। ମହର୍ଷି ଦୁର୍ବାସା ଓ ମହାରାଜ ଅମ୍ବରୀଶଙ୍କର କଥା। ରାଜା ଅମ୍ବରୀଶ ଥିଲେ ଜଣେ ପରମ ଭକ୍ତ ଏବଂ ସମ୍ପୂର୍ଣ୍ଣ ଆତ୍ମସମର୍ପିତ ସାଧୁ ପୁରୁଷ। ମହର୍ଷି ଦୁର୍ବାସା ନିଜର ତପସ୍ୟା ଏବଂ କ୍ରୋଧର ଅହଙ୍କାର ନେଇ ଅମ୍ବରୀଶଙ୍କୁ ଏକାଦଶୀ ବ୍ରତ ସମୟରେ ତାଙ୍କୁ ପରୀକ୍ଷା କରିବାକୁ ପହଞ୍ଚିଲେ। ସେ ଭାବିଥିଲେ ରାଜାଙ୍କର କିଛି ଭୁଲ ଖୋଜି ବାହାର କରିବେ ଏବଂ ତାଙ୍କୁ ଅଭିଶାପ ଦେବେ। ଦୁର୍ବାସା ଯେତେବେଳେ ରାଜାଙ୍କୁ ମାରିବା ପାଇଁ ରାକ୍ଷସୀ ସୃଷ୍ଟି କଲେ, ସେତେବେଳେ ଭଗବାନ ସୁଦର୍ଶନ ଚକ୍ର ପ୍ରକଟ ହୋଇ ଦୁର୍ବାସାଙ୍କ ପଛରେ ପଡ଼ିଲା। ନିଜ ଅହଙ୍କାର ଯୋଗୁଁ ଦୁର୍ବାସା ରାଜା ଅମ୍ବରୀଶଙ୍କ ଭିତରେ ଥିବା ଭଗବତ୍ ସତ୍ତାକୁ ଦେଖିପାରିଲେ ନାହିଁ। ଶେଷରେ ସାରା ବ୍ରହ୍ମାଣ୍ଡ ବୁଲି ନିରାଶ ହେବା ପରେ ତାଙ୍କୁ ସେହି ଅମ୍ବରୀଶଙ୍କ ପାଦତଳେ ହିଁ ଶରଣ ନେବାକୁ ପଡ଼ିଲା। ସେ ଖାଲି ହାତରେ ତ ଅପମାନିତ ହୋଇ ଫେରିଲେ। ଆଉ ଗୋଟିଏ ଦକ୍ଷ ପ୍ରଜାପତି ନିଜକୁ ସବୁଠାରୁ ବଡ଼ ସୃଷ୍ଟିକର୍ତ୍ତା ଏବଂ ଜ୍ଞାନୀ ମନେ କରୁଥିଲେ। ସେ ଶିବଙ୍କୁ ଜଣେ ଶ୍ମଶାନବାସୀ ଅଯୋଗ୍ୟ ବ୍ୟକ୍ତି ଭାବି ସର୍ବଦା ତାଙ୍କୁ ନିଜ ବୁଦ୍ଧିରେ ପରୀକ୍ଷା ଓ ଅପମାନ କରୁଥିଲେ। ଦକ୍ଷଙ୍କ ନିଜ ଭିତରେ ଥିବା ପଦପଦବୀର ଅହଙ୍କାର ଯୋଗୁଁ ସେ ମହାଦେବଙ୍କ ପରମ ଶାନ୍ତ ସ୍ୱରୂପକୁ କଦାପି ଚିହ୍ନି ପାରିଲେ ନାହିଁ। ସେ ଶିବଙ୍କୁ ଯେପରି ଦେଖିବାକୁ ଚାହୁଁଥିଲେ, ଶିବ ତାଙ୍କ ପାଇଁ ସେମିତି ଭୟଙ୍କର ରୂପ ବୀରଭଦ୍ର ରୂପ ଧାରଣ କଲେ। ଶେଷରେ ଦକ୍ଷଙ୍କ ଯଜ୍ଞ ଧ୍ୱଂସ ହେଲା ଏବଂ ତାଙ୍କୁ ନିଜର ଅହଙ୍କାର ଯୋଗୁଁ ପ୍ରାଣ ହରାଇବାକୁ ପଡ଼ିଥିଲା। ସେ ଶେଷରେ ଛେଳି ମୁଣ୍ଡ ଲଗାଇବାକୁ ତାଙ୍କୁ ମଧ୍ୟ ପଡ଼ିଥିଲା। ଏହିସବୁ ଉଦାହରଣରୁ ଆମେ ସ୍ପଷ୍ଟ ହେଉଛେ ଯେ ପର୍ଯ୍ୟନ୍ତ ମଣିଷ ନିଜର ଅହଙ୍କାରରୁ ଚଷମା ପିନ୍ଧି ଗୁରୁ ବା ସାଧୁଙ୍କୁ ଦେଖିବ, ସେ ପର୍ଯ୍ୟନ୍ତ ସେ ସେମାନଙ୍କର ପ୍ରକୃତ ସ୍ୱରୂପ ଦେଖିପାରିବ ନାହିଁ।